ଆମେ ଡିସ୍କସନ୍ କରିବା ଯେଉଁଟାକି ଫାର୍ଷ୍ଟ ସେମିଷ୍ଟାର ମାଇନର ୱାନ୍ର ଯେଉଁମାନେ ହିଷ୍ଟ୍ରି ନେଇଛନ୍ତି ତ ଦେଖନ୍ତୁ ସେମ୍ ୱାନ୍ +3 ଫାର୍ଷ୍ଟ ଇୟର୍ ବା ୟୁଜି ସେମିଷ୍ଟାର ୱାନ୍ର କ୍ୱେଶ୍ଚିନ୍ ପେପର୍ ଦେଖିବା ତା ସହିତ କିଛିଟା ମୁଁ ଆପଣଙ୍କୁ ସର୍ଟ କ୍ୱେଶ୍ଚିନ୍ ମଧ୍ୟ ଆନ୍ସର୍ କହିଦେବି ବୁଝିପାରିଲେ 2024 PYQ କ୍ୱେଶ୍ଚିନ୍ ଏଇଟା ଆପଣଙ୍କର ଯେଉଁମାନେ ହିଷ୍ଟ୍ରି ଅନର୍ସ ବା ସରି ହିଷ୍ଟ୍ରି ମାଇନର ନେଇଛନ୍ତି ତ ଦେଖିଦେବେ ବହୁତ ଇଜି କ୍ୱେଶ୍ଚିନ୍ ହିଁ ପଡ଼ୁଛି ଆପଣମାନଙ୍କ ପାଇଁ ବୁଝିପାରିଲେ। ତ ଚାଲନ୍ତୁ ଯେଉଁମାନେ ବି ହିଷ୍ଟ୍ରି ମାଇନର ରଖିଛନ୍ତି ନିହାତି ଦେଖନ୍ତୁ ବହୁତ ହେଲ୍ପଫୁଲ୍ ହେଇପାରିବ। ଆପଣଙ୍କର ଏକ୍ଜାମ୍ ଅଛି କାଲି ଯେଉଁମାନଙ୍କର ଏକ୍ଜାମ୍ ଅଛି କିମ୍ବା ଅନ୍ୟ ୟୁନିଭର୍ସିଟି କିମ୍ବା କଲେଜ ଅଛି ଆପଣଙ୍କର ଏକ୍ଜାମ୍ ତାହେଲେ ଦେଖିଦେବେ। ତ ଦେଖନ୍ତୁ ପ୍ରଥମ କ୍ୱେଶ୍ଚିନ୍ ରହିବ ଆପଣଙ୍କର ହେଲା। ଆଉ ଗୋଟେ କଥା ଦେଖନ୍ତୁ ଏଇଟା ଯେଉଁମାନେ ଓଡ଼ିଆରେ ଦେବାକୁ ଚାହୁଁଛନ୍ତି ଓଡ଼ିଆରେ ଦେଇପାରିବେ, ଓଡ଼ିଆରେ ମଧ୍ୟ ଆସୁଛି କିମ୍ବା ଇଂଲିଶରେ ଯେଉଁମାନେ ଦେବାକୁ ଚାହୁଁଛନ୍ତି ଇଂଲିଶରେ ଦେଇପାରିବେ। ଦେଖ ହୁ ରୁଡ୍ ଦ ମହାଭାଷ୍ୟ, ମହାଭାଷ୍ୟ କିଏ ଲେଖିଥିଲେ? କିଏ ଲେଖିଥିଲେ? ଏଇଟା ପତଞ୍ଜଳି ହେଲା, ପତଞ୍ଜଳି ଲେଖିଥିଲେ। ହ୍ୱାଟ୍ ଡୁ ୟୁ ମିନ୍ ବାଇ ଇପିଗ୍ରାଫି? ଅଭିଲେଖ କହିଲେ କ'ଣ ବୁଝ ହେଲା, ଅଭିଲେଖ କହିଲେ କ'ଣ ବୁଝ ଆଉ ମାନେ ପଢ଼ିଛନ୍ତି ତାହେଲେ ଲେଖିବେ ଗୋଟେ ସେଣ୍ଟେନ୍ସରେ। ଦେଖ ହ୍ୱେଲ୍ ଲଥାର ଇଜ୍ ଫେମସ୍ ହେଲା, ଲଥାର କାହିଁକି ଫେମସ୍ ବା ପ୍ରସିଦ୍ଧ ତ ତା ବିଷୟରେ ଲେଖିବେ। ଏହା ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ରାଜ୍ୟର ମାନେ କ'ଣ ଉପସ୍ଥିତ କ'ଣ ଏଇଟା ଅଛି ଟିକେ ମାନେ ଦେଖିଦେବେ ହେଲା। ଏହା ସାମୁଦ୍ରିକ ବାଣିଜ୍ୟ ଯୋଗୁଁ ଏହାକୁ ମାନେ ବା କେନ୍ଦ୍ର ରାଜ୍ୟର ହେଲା, କେନ୍ଦ୍ର ରାଜ୍ୟର ସମୃଦ୍ଧି କ'ଣ ଏଇଟା ପୁସ୍ତିକ କ'ଣ ଲେଖା ହେଇଛି ଏଇଟା ଦେଖ ଏହା ସାମୁଦ୍ରିକ ହେଲା, ଏହା ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଭାବରେ ପ୍ରସିଦ୍ଧ ହେଲା। ଲଥାର କାହିଁକି ପ୍ରସିଦ୍ଧ? ଏହା ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଭାବରେ ପ୍ରସିଦ୍ଧ ବୁଝିପାରିଲେ। ଚାଲ ପରବର୍ତ୍ତୀ ପ୍ରଶ୍ନ ଆଡ଼କୁ ଯିବା। 1.4 ହ୍ୱିଚ୍ ଇଜ୍ ଦ ସାଉଥର୍ନ ମୋଷ୍ଟ ହାଫେନ୍ ସାଇଟ୍? ଦକ୍ଷିଣତମ ହରପ୍ପା ସ୍ଥଳ କେଉଁଠି ଅଟେ ହେଲା। ଏଇଟା ଲଥାଲରେ ଅଟେ ହେଲା, ଲଥାଲରେ ଅଟେ ଯେଉଁଟାକି ଦକ୍ଷିଣତମ ହରପ୍ପା ସ୍ଥଳ। ବୋଧଗୟା ହେଲା, ବୋଧଗୟା ଇଜ୍ ଦ ଲୋକେଟେଡ୍ ଇନ୍ ହ୍ୱିଚ୍ ଷ୍ଟେଟ୍ ଅଫ୍ ଇଣ୍ଡିଆ? ମାନେ ବୋଧଗୟା ଭାରତର କେଉଁ ରାଜ୍ୟରେ ଅବସ୍ଥିତ? ବିହାର ରାଜ୍ୟରେ ଅବସ୍ଥିତ ହେଲା, ବିହାର ରାଜ୍ୟରେ ହେଲା, ଗୟା ଜିଲ୍ଲାରେ ଅବସ୍ଥିତ ବୁଝିପାରିଲେ। ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିପାରେ, ରିପିଟ୍ କରିପାରନ୍ତି ଆପଣମାନେ ଦେଖିଦେବେ ସେମିଷ୍ଟାରର କ୍ୱେଶ୍ଚିନ୍ ଏଇଟା ବୁଝିପାରିଲେ। ଆଉ ଗୋଟେ ପ୍ରଶ୍ନ ଦେଖିବା। ଦ ଲାଷ୍ଟ ମରିଆନ୍ ରୁଲର ଟୁ ବି କିଲ୍ଡ ବାଇ ପୁଷ୍ୟମିତ୍ର ଶୁଙ୍ଗା ୱାଜ୍ ମାନେ ପୁଷ୍ୟମିତ୍ର ଶୁଙ୍ଗଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଶେଷ ମୌର୍ଯ୍ୟ ଶାସକ କିଏ ଥିଲେ? ଏହା ବୃହଦତ୍ତ ହେଲା, ବୃହଦ୍ରଥ ଲେଖିବେ। ପରବର୍ତ୍ତୀ ପ୍ରଶ୍ନ ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ଦ କୁଷାଣ ଡାଇନେଷ୍ଟି? କୁଷାଣ ଡାଇନେଷ୍ଟିର ମାନେ କ'ଣ ରାଜବଂଶର ପ୍ରତିଷ୍ଠାତା କିଏ ଥିଲେ? ଏଇଟା ହେଉଛି ଆପଣଙ୍କର ରହିବ ଆପଣଙ୍କର କିଏ କୁଦର୍ପଶିସ୍ ହେଲା, କୁଦର୍ପଶିସ୍ ରହିବ ଏଇଟା। କ୍ୱେଶ୍ଚିନ୍ ନମ୍ବର 1.8 ହ୍ୱେର୍ ୱାଜ୍ ଦ କ୍ୟାପିଟାଲ ଅଫ୍ ଦ କ'ଣ ଏଇଟା ସାତବାହନ ଡାଇନେଷ୍ଟି? ତ ସାତବାହନ ରାଜବଂଶର ରାଜଧାନୀ କେଉଁଠି ଥିଲା ହେଲା, ଏଇଟା ଟିକେ ଦେଖିଦେବେ ଲେଖା ହେଇନି। ତ ହୁ ୱାଜ୍ ଦ ଫାଉଣ୍ଡର ଅଫ୍ ଦ ପଲ୍ଲବ ଡାଇନେଷ୍ଟି? ମାନେ ପଲ୍ଲବ ରାଜବଂଶର ପ୍ରତିଷ୍ଠାତା କିଏ ଥିଲେ? ଷୋଡ଼ଶେଖର ହେଲା, ଷୋଡ଼ଶେଖର ଲେଖିବେ। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ହର୍ଷବର୍ଦ୍ଧନ କେଉଁ ବଂଶରୁ ଆସିଛନ୍ତି? ହର୍ଷବର୍ଦ୍ଧନ କେଉଁ ବଂଶରୁ ଆସିଛନ୍ତି? ତ ଏହା ପ୍ରଶ୍ନର ଆନ୍ସର୍ ହେଉଛି ଗୁପ୍ତ ବଂଶରୁ ହେଲା, ଗୁପ୍ତ ବଂଶରୁ ଲେଖିଦେବେ, ଗୁପ୍ତ ବଂଶରୁ ଆସିଛି। ନେକ୍ସଟ ଦେଖନ୍ତୁ 1 ମାର୍କର 10ଟି ରହିବ ଆପଣଙ୍କର। ତା ସହିତ ସେକେଣ୍ଡଟା ହେଲା ଆପଣଙ୍କର ୟୁନିଟ୍ ମାନେ କ୍ୱେଶ୍ଚିନ୍ ନମ୍ବର 2ରେ ରହିବ 9ଟି ମାନେ ସରି ହଁ 9ଟି 2 ମାର୍କ ଆସିବ, 9 ଦୁଣେ 18 ହେଲା। ତ ଏଇଠି ଦେଖନ୍ତୁ ଲେଖିବେ ଆପଣମାନେ କେମିତି କ୍ୱେଶ୍ଚିନ୍ ଆସୁଛି ଆପଣମାନେ ଦେଖିଦିଅନ୍ତୁ, ସେଇ ଅନୁସାରେ ପ୍ରିପାରେସନ୍ କରନ୍ତୁ। କ୍ୱେଶ୍ଚିନ୍ ବହୁତ ଇଜି ଆସୁଛି, ପଢ଼ୁଛନ୍ତି ତାହେଲେ ଆରାମସେ ହେଇଯିବ। ରାଇଟ୍ ଦ ନେମ୍ ଅଫ୍ ଦ ଟାଇପ୍ ଅଫ୍ ଏପିଗ୍ରାଫି ସୋର୍ସେସ୍ ଫର୍ ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି? ମାନେ ପ୍ରାଚୀନ ଭାରତୀୟ ଇତିହାସର 2ଟି ପ୍ରକାର ଶିଳାଲେଖ ନାମ ଲେଖ, ଆରାମସେ ଲେଖିଦେଇପାରିବେ ଶିଳାଲେଖ ହେଲା। ହ୍ୱାଟ୍ ଇଜ୍ ଦ ମିନିଂ ଅଫ୍ ଦ ମେଗାଲିଥିକ୍ ହେଲା, ମେଗାଲିଥିକ୍ର ଅର୍ଥ କ'ଣ? ଆରାମସେ ଲେଖିବେ, ଲେଖିଦେଇପାରିବେ ଆରାମସେ ବୁଝିପାରିଲେ। ନେକ୍ସଟ କ୍ୱେଶ୍ଚିନ୍
What is the main religious text of the Buddhism? ମାନେ ବୌଦ୍ଧ ଧର୍ମର ମୁଖ୍ୟ ଧାର୍ମିକ ଗ୍ରନ୍ଥ ଗୁଡ଼ିକ କ'ଣ ହେଲା ଆରାମସେ ହ୍ୱାଟ୍ ଇଜ୍ ଦ ସେକେଣ୍ଡ ଦେଖନ୍ତୁ ହ୍ୱାଟ୍ ଇଜ୍ ଦ ସିଗ୍ନିଫିକାନ୍ସ ଅଫ୍ ଦ ଅଶୋକ ଏଡିକ୍ସ ଅଶୋକ ଶିଳାଲେଖ ଆଦେଶ ଗୁଡ଼ିକର ମହତ୍ତ୍ୱ କ'ଣ ଥିଲା ହେଲା ହ୍ୱାଟ୍ ୱାଜ୍ ଦ କୋର୍ଟ ଲାଙ୍ଗୁଏଜ୍ ୟୁଜ୍ ଡ୍ୟୁରିଂ ଦ ଗୁପ୍ତ ପିରିୟଡ଼ ଗୁପ୍ତ ସମୟରେ କେଉଁ ଭାଷା ଦରବାରୀ ଭାଷା ଭାବରେ ବ୍ୟବହୃତ ହୋଇଥିଲା ହେଲା ଏଇଟା ଆସିବ କୋଶ୍ଚିନ୍ ଦେଖିଦେବେ ତ ଆଉ ଲଙ୍ଗ କୋଶ୍ଚିନ୍ ଦେଖିବା ଆମେ ଆଉ ଅଛି ଦେଖ 2.6 What is the significance of the Ihola and Badami inscription in the ଚାଣକ୍ୟ ହିଷ୍ଟ୍ରି ମାନେ ଚାଣକ୍ୟ ଇତିହାସରେ ଐହୋଲେ ଏବଂ ବାଦାମୀ ଲେଖାର ମହତ୍ତ୍ୱ କ'ଣ ହେଲା ଲେଖିବେ What is the ରାଜସିଂହ ଷ୍ଟାଇଲ୍ ଅଫ୍ ଦ ଟେମ୍ପଲ୍ ଡ୍ୟୁରିଂ ପଲ୍ଲବ ରୁଲ୍ ମାନେ ପଲ୍ଲବ ସମୟରେ ରାଜସିଂହ ଶୈଳୀର ମନ୍ଦିର କ'ଣ କେମିତି ଥିଲା ଲେଖିବେ ନେକ୍ସଟ ଦେଖନ୍ତୁ ହାଉ ଡିଡ୍ ଦ ଚାଣକ୍ୟ କଣ୍ଟ୍ରିବ୍ୟୁଟ୍ ଦ ଡେଭଲପମେଣ୍ଟ ଅଫ୍ ଦ ସାଉଥ୍ ଇଣ୍ଡିଆନ୍ କଲଚର ଦକ୍ଷିଣ ଭାରତୀୟ ସଂସ୍କୃତିର ବିକାଶରେ ଚାଣକ୍ୟମାନେ କିପରି ସହଯୋଗ କରୁଥିଲେ ଲେଖିବେ ରାଇଟ୍ ଏବାଉଟ୍ ଦ ରାଜଶ୍ରୀଙ୍କ ଉପରେ ଲେଖ ହେଲା ଲେଖିବେ ଆପଣମାନେ କୋଶ୍ଚିନ୍ ଟିକେ ଦେଖିଦିଅନ୍ତୁ କୋଶ୍ଚିନ୍ କେମିତି ଆସୁଛି ସେ ଅନୁସାରେ ମାନେ ପଢ଼ନ୍ତୁ ପ୍ରତ୍ୟେକ ସର୍ଟ କୋଶ୍ଚିନ୍କୁ ପଢ଼ନ୍ତୁ ଦେଖନ୍ତୁ ଏବେ ବର୍ତ୍ତମାନ ଆମେ ଦେଖିବା ମାନେ 8 ମାର୍କର ଦେଖ କେମିତି ଆସୁଛି କୋଶ୍ଚିନ୍ ଦେଖିବେ ହେଲା ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାନ୍ସ ଅଫ୍ ଦ ଆର୍କୋଲୋଜିକାଲ ସୋର୍ସେସ୍ ଇନ୍ ଦ ଅଣ୍ଡରଷ୍ଟାଣ୍ଡିଂ ଏନ୍ସିଏଣ୍ଟ ଇଣ୍ଡିଆନ୍ ମାନେ ଆମକୁ ପ୍ରତ୍ନତାତ୍ତ୍ୱିକ ଉତ୍ସ ଗୁଡ଼ିକର କ'ଣ ସବୁ ମହତ୍ତ୍ୱ ରହିଛି ହେଲା କ'ଣ ଆମେ ଜାଣିପାରୁଛୁ ତା ବିଷୟରେ ସେ ବିଷୟରେ ଆପଣମାନେ ଲେଖିବେ ଗୋଟେ ଲଘୁଅଂଶ ଲେଖିବେ ହେଲା 8 ମାର୍କର ନେକ୍ସଟ କିନ୍ତୁ what role did the travel accounts of foreign visitor like Megasthenes play in the ancient Indian history ମାନେ ପ୍ରାଚୀନ ଭାରତୀୟ ଇତିହାସରେ ମେଘାସ୍ଥିନିସ୍ ପରି ବିଦେଶୀ ପରିଦର୍ଶକଙ୍କ ଭ୍ରମଣ ବିବରଣୀ କେଉଁ ଭୂମିକା ଗ୍ରହଣ କରୁଥିଲା ହେଲା ଲେଖିବେ ନେକ୍ସଟ ପରବର୍ତ୍ତୀ ପ୍ରଶ୍ନ ଦେଖିବା ହ୍ୱାଟ୍ ଇଜ୍ ଦ ସିଗ୍ନିଫିକାନ୍ସ ଅଫ୍ ଦ মেঘালিথিক ହେଲା এই କୋଶ୍ଚିନ୍ ଗ୍ୟାରେଣ୍ଟି ଆସେ ମେଘାଲିଥିକ୍ ସାଇଟ୍ ଇନ୍ ଦ ଅଣ୍ଡରଷ୍ଟାଣ୍ଡିଂ ଇୟର୍ଲି ଇଣ୍ଡିଆନ୍ ହିଷ୍ଟ୍ରି ମାନେ ପ୍ରାରମ୍ଭିକ ଭାରତୀୟ ଇତିହାସ ବୁଝିବାରେ ମେଘାଲିଥିକ୍ ସାଇଟ୍ ଗୁଡ଼ିକର ମହତ୍ତ୍ୱ କ'ଣ ଥିଲା ହେଲା ସେଇଟା ଲେଖିବେ ଆମମାନେ କୋଶ୍ଚିନ୍ ନମ୍ବର ଦେଖନ୍ତୁ 3.5 ହ୍ୱାଟ୍ ୱେର୍ ଦ 16 ମହାଜନପଦ ଦେଖ 16 ମହାଜନପଦ ଗୁଡ଼ିକ ନାମ ଲେଖ ଏଇଟା ମାନେ +2ରେ ମଧ୍ୟ ପଢ଼ୁଥିଲେ ବହୁତ ଇମ୍ପୋର୍ଟାଣ୍ଟ 16 ମହାଜନପଦ ହ୍ୱାଟ୍ ଇଜ୍ ଦ 8-fold path in the Buddhism ମାନେ ବୌଦ୍ଧ ଧର୍ମରେ ଅଷ୍ଟାଙ୍ଗ ମାର୍ଗ କହିଲେ କ'ଣ ବୁଝ ତାଙ୍କର ଗୋଟେ କିଛି ନୀତି ଅଛି ସେଇ ନୀତି କ'ଣ ଅଷ୍ଟାଙ୍ଗ ମାର୍ଗ କହିଲେ କ'ଣ ବୁଝ ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଲେଖିବେ ହେଲା କୋଶ୍ଚିନ୍ ନମ୍ବର 3.6 ହ୍ୱାଟ୍ ୱାଜ୍ ଦ ରୁଲ୍ ଅଫ୍ ଦ କୁଶାନ ଇନ୍ ଦ ସ୍ପ୍ରେଡ୍ ଅଫ୍ କ'ଣ ଗାନ୍ଧାର ଆର୍ଟ ଗାନ୍ଧାର କଳା ବିସ୍ତାରରେ କୁଷାଣମାନଙ୍କର ଭୂମିକା କ'ଣ ଥିଲା ହେଲା ଲେଖିବେ Question number 3.7 How did the Satavahana contribute to the development of art and the architecture ମାନେ କଳା ଏବଂ ସ୍ଥାପତ୍ୟର ବିକାଶରେ ସାତବାହନ କିପରି ସହଯୋଗ କଲେ ସେ ବିଷୟରେ ଲେଖିବେ Question number 3.8 What led to the decline of the ଗୁପ୍ତ empire ମାନେ ଗୁପ୍ତ ସାମ୍ରାଜ୍ୟର ଅବନତିର କାରଣ କ'ଣ ମାନେ ତାର ମାନେ କ'ଣ ଡେକ୍ଲାଇନ୍ର ତାର କାରଣ କ'ଣ ସେ ବିଷୟରେ ଲେଖିବେ ହେଲା ନେକ୍ସଟ ଦେଖନ୍ତୁ 3.9 ହ୍ୱାଟ୍ ୱାଜ୍ ଦ ସିଗ୍ନିଫିକାନ୍ସ ଅଫ୍ ଦ ରକ୍ କଟ୍ ଟେମ୍ପଲ୍ସ ଅଫ୍ ଦ ମହାବଲୀପୁରମ୍ ମାନେ ମହାବଲୀପୁରମ୍ ପଥର କଟା ମନ୍ଦିର ଗୁଡ଼ିକର ମହତ୍ତ୍ୱ କ'ଣ ଥିଲା ସେ ବିଷୟରେ ଲେଖ ପୁଲକେଶୀ ବହୁତ ଇମ୍ପୋର୍ଟାଣ୍ଟ ଦ୍ୱିତୀୟ ପୁଲକେଶୀ ବିଷୟରେ ଲେଖିବା ପାଇଁ କହୁଛି ଦ୍ୱିତୀୟ ପୁଲକେଶୀ କିଏ ହେଲା ବହୁତ ଇମ୍ପୋର୍ଟାଣ୍ଟ ଲାଷ୍ଟ ଚାପ୍ଟରରୁ ଆସିଛି ଏଇଟା ହେଲା ଏଇଟା ଥିଲା ଆମଙ୍କର 8 ମାର୍କ ଲଙ୍ଗ କୋଶ୍ଚିନ୍ ଦେଖିବା ଦେଖ ଏଇଟା ଲଙ୍ଗ କୋଶ୍ଚିନ୍ ରହିବ ମନେକର 4ଟି ରହିବ ହେଲା କମ୍ପଲସରି 4ଟି ରହିବ 5ଟି ଦେଉଛି ସେ ହେଲା 32 ମାର୍କର ଏଇଟା ଦେଖ ଲଙ୍ଗ କୋଶ୍ଚିନ୍ ଆସିବା ମନେକର ଡିସ୍କସ୍ ଦ ଡିଫରେଣ୍ଟ ଲିଟରେଚର ସୋର୍ସେସ୍ ଅଫ୍ ଦ ଷ୍ଟଡି ଅଫ୍ ଏନ୍ସିଏଣ୍ଟ ଇଣ୍ଡିଆନ୍ ହିଷ୍ଟ୍ରି ହେଲା ତ ଏଇଟା କହୁଛି ପ୍ରାଚୀନ ଭାରତୀୟ ଇତିହାସ ପୁନର୍ନିର୍ମାଣ ସାହିତ୍ୟିକ ଉତ୍ସ ଗୁଡ଼ିକର ଗୁରୁତ୍ୱ ବିଷୟରେ ଆଲୋଚନା କର
ହେଲା। ଏଇଟା ତ ମାନେ ଲେଖିପାରିବେ ଆରାମସେ ଲେଖିପାରିବେ। ପ୍ରାଚୀନ ଇତିହାସ ଯେଉଁଟା ପୁନର୍ନିର୍ମାଣ ସାହିତ୍ୟର ଉତ୍ସ କ'ଣ କ'ଣ ଅଛି। ପରବର୍ତ୍ତୀ ଦେଖନ୍ତୁ, ରାଇଟ୍ ଏ ନୋଟ୍ ଅନ୍ ଦ ସୋସାଇଟି ଆଣ୍ଡ ପଲିଟି ଅଫ୍ ଇୟର୍ଲି ବୈଦିକ ପିରିୟଡ଼। ବହୁତ ବଢ଼ିଆ କ୍ୱେଶ୍ଚନ୍ ପଡ଼ିଛି। ଆଦି ବୈଦିକ ସମୟର ସମାଜ ଏବଂ ରାଜନୈତିକ ବ୍ୟବସ୍ଥା ଉପରେ ଏକ ରଚନା ଲେଖ। ବହୁତ ଇଜି କ୍ୱେଶ୍ଚନ୍ ପଡ଼ିଛି। ଡିସ୍କସ୍ ଦ ଅଶୋକ ପଲିସି ଅଫ୍ ଧମା। ତାଙ୍କର କେତୋଟି ପଲିସି ଲେଖିବା ପାଇଁ ସେ କହୁଛି, ଯେଉଁଟାକି ଅଶୋକ ଧମ ନୀତି ଉପରେ ଆଲୋଚନା କର ବୋଲୁଛି। ଡିସ୍କସ୍ ଦ ପଲ୍ଲବ ରୁଲ୍ ଇନ୍ ଦ ସାଉଥ୍ ଇଣ୍ଡିଆ। ଦକ୍ଷିଣ ଭାରତରେ ପଲ୍ଲବ ଶାସନ ଉପରେ ଆଲୋଚନା କର। ହେଲା। ରାଇଟ୍ ଏ ନଟ୍ ଦ ଆଚିଭମେଣ୍ଟ ଅଫ୍ ଦ ହର୍ଷବର୍ଦ୍ଧନ। ହର୍ଷବର୍ଦ୍ଧନ କୃତିତ୍ୱ ଉପରେ ଏକ ବିବରଣୀ ପ୍ରଦାନ କର। ବହୁତ ଇଜି କ୍ୱେଶ୍ଚନ୍ ପଡ଼ିଛି, ଯାହା ବି ଆପଣମାନେ ଲେଖିଦେଇପାରିବେ। ଲଙ୍ଗ୍ କ୍ୱେଶ୍ଚନ୍ ତ ବହୁତ ବଢ଼ିଆ ଆସିଛି, ବୁଝିପାରିଲେ। ତ ଏମିତି ଦେଖନ୍ତୁ କ୍ୱେଶ୍ଚନ୍ ଆସିବ। ଏଇଟା ସେମିଷ୍ଟାର କ୍ୱେଶ୍ଚନ୍ 2024ର। ଯେଉଁମାନେ ହିଷ୍ଟ୍ରି ହିଷ୍ଟ୍ରି ମାଇନର ନେଇଛନ୍ତି, ଏଇଟା ମାଇନର ହିଷ୍ଟ୍ରି କଳାହାଣ୍ଡି ୟୁନିଭର୍ସିଟିର କ୍ୱେଶ୍ଚନ୍ ପେପର୍। ଯେଉଁ କଲେଜରେ ମଧ୍ୟ ମାନେ ଦେଖୁଛନ୍ତି ଭିଡ଼ିଓ, ନିହାତି କ୍ୱେଶ୍ଚନ୍ଟାକୁ ଦେଖିଦିଅନ୍ତୁ, ଏଭଳିଆ କ୍ୱେଶ୍ଚନ୍ ଆସିବ ହେଲା। ତ ଦେଖନ୍ତୁ ଆଶା କରୁଛି ଆପଣଙ୍କୁ କିଛି ମାତ୍ରାରେ ଭିଡ଼ିଓ ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ୍ କରିଯାଆନ୍ତୁ। ଆଉ କାଲି ହେଉଛି ଏକ୍ଜାମ୍, ଯେଉଁମାନଙ୍କର ସମସ୍ତଙ୍କୁ ଅଲ୍ ଦ ବେଷ୍ଟ, ସମସ୍ତଙ୍କର ଏକ୍ଜାମ୍